हे सज्जन आमे आज 5 तारीख विषय आलोचना करवा। ये 5 तारीख गुरुवार पड़ुचे ना। हाँ 5 तारीख गुरुवार हेले ये दिन तारीख 5 गुरुवार से दिन हूँ चतुर्थी तिथि। आज माने अग्नि पूर्णमी परे अगिरा पुनई परे जो कृष्ण चतुर्थी पड़े से दिन ऋणमुक्त होगापाई ग्रह पूजा करा जाए। सुतरां जो माने ऋणग्रस्त से माने गुरुवार दिन योग्य पुरोहित द्वारा निज घरे ग्रह पूजा करांतु। आज हूँ संकट मोचिनी संकटी गणेश व्रत जी बारंबार संकटर सम्मुखीन होउछंती से माने आज श्री गणेश को रक्त चंदन अक्षत और दुब दान कले भल। कौन करिबा कर्पूर टिके पकई रक्त चंदन घुरीबा टिके अगुर पकई दबा बास से अक्षत माने अभंगा अरुआ चाउल आउ दुब अग मिसई दबा दीटा दुब दीटा अक्षत ये तो गोला अच्छी चंदन रे धरिबा गणेशंकर छाती रे दबा एवं तांको मुह को देखिबा जनापड़ नहीं देखिबा पुणी आउ थे दबा केम देखिबा यही भली 10 थर दबा 20टी दुब 20टी अक्षत दे सारा परे तांको मुह को अनेई बारंबार बारंबार कहवा ओं गं गणपतये नमः ओं गं गणपतये नमः। गोटे स्तोत्र करा जाए वक्रतुंड महाकाय कौन कह जाए वक्रतुंड तांकर तुंड माने मुह बंका थोड़ अच्छी ना तेणु वक्रतुंड महाकाय आउ कौन सी महाकाय भारी मोटा विघ्न हर से सब विघ्न रक्षा करती आउ निर्विघ्न सब काम हो जाए। आज आमे समस्ते यही गुरुवार दिन संकट क्या छाड़ी समस्ते गणेश करुणा पाई चतुर्थी तिथि गुरुवार दिन गणेश को रक्त चंदन रे अक्षत ओ दुब मिसई दीटा करी दबा बस। मेष राशि पाई आज मेष राशि 5 तारीख गुरुवार मेष राशि पाई रोजगार अच्छी आय अच्छी इनकम अच्छी तेणु से मध्यरु किछि लोक आज विलास व्यसन समय कटेबे अर्थ आसीबो किछि लोक ऋणमुक्त हेबे किछि लोक धार देवे माने अन्य को ऋण देवे किंतु खूब कम लोक जो माने बदान्य से माने अन्य को देई खुशी हेबे। अवशिष्ट जे रहीगले से माने जीवन उपभोग करेंगे जी आवश्यक समस्त सचलन होते ना कहीं मंदिर जीवे देव दर्शन करेंगे। आज मेष राशि गुरुवार 5 तारीख धन लाभ कारक दिवस तथापि देह सामान्य खराब हेबो धन लाभ योग अच्छी आपण मान मध्यरु किछि लोक बड़का धन संचय करिवे केतेक ऋणमुक्त हेबे केही केही उधार देवे आउ किछि बदान्य दान करी खुशी हेबे अवशिष्ट समस्ते जीवन उपभोग करिवे। आबाल वृद्ध वनिता मेष राशि समस्ते आज
ଅଭାବଠୁ ଦୂରରେ ରହିବେ। ସମସ୍ତଙ୍କର ମନ ଚାଞ୍ଚଲ୍ୟ ଆନନ୍ଦ ପୁଷ୍ପରେ ଭରିଯିବ। ଦେହ ମୁଣ୍ଡ ଠିକ୍ ରହିବ। ବୃଷ ରାଶି, ବୃଷ ରାଶିର ବି ଭଲ ଦିନ, ଅସୁବିଧା କିଛି ନାହିଁ, ସବୁ ଦିଗରୁ ଲାଭ। ତେଣୁ ବୃଷ ରାଶି ଲୋକେ ଆଜି 5 ତାରିଖ ଗୁରୁବାର ନାନାବିଧ ସୁଖ ପାଇବେ। ଅତୀତର ଘାତ ପ୍ରତିଘାତକୁ ଭୁଲିଯିବେ। ସମସ୍ତ ବର୍ଗର ଲୋକେ କର୍ମାନୁସାରେ ସୁଖ ଶାନ୍ତି ପାଇ ଜୀବନ ଜଞ୍ଜାଳରୁ ମୁକ୍ତ ହେବେ। ସବୁ କାର୍ଯ୍ୟର ଅନ୍ତିମ ଭାଗରେ ଟିକେ ଦୁଃଖ ଅଛି, କାର୍ଯ୍ୟହାନି ହୋଇପାରେ। ଶାରୀରିକ ସମସ୍ୟା ନାହିଁ, ଆର୍ଥିକ ମାନସିକ ମୌଳିକ ସୁଖ ଅଛି। ଆଜି ଟିକେ ବିଘ୍ନ, ଗଣେଶଙ୍କୁ ଟିକେ ପୂଜା କରିବା। ବୃଷ ରାଶି ଲୋକମାନେ ଆମେ ଟିକେ ବିଘ୍ନ ଅଛି। ସବୁ କର୍ମର ଶେଷ ଭାଗ ଅନ୍ତିମ ଭାଗ ଟିକେ ବିଘ୍ନପୂର୍ଣ୍ଣ ହେବ, ମାନେ ପୂର୍ଣ୍ଣ ଫଳ ମିଳିବନି। ପରୀକ୍ଷାର୍ଥୀ ଶେଷ ଉତ୍ତରଟି ଭୁଲ କରିବ। କୃଷକ ଠିକ୍ କାମ ସରିଲା ବେଳକୁ କ୍ଳାନ୍ତ ହୋଇ ପଡ଼ିବ, କାମ ସାରିପାରିବନି। ସେଇଭଳି ସମସ୍ତେ। ମିଥୁନ କଥା ଆଲୋଚନା କରିବା। ଆଜି ବୃଷ ରାଶି ପାଇଁ ଟିକେ ଘାତଚନ୍ଦ୍ର, ସାବଧାନ। ମିଥୁନ ରାଶିର ଲୋକେ ରକ୍ତ ଚନ୍ଦନ ଘୋରି ତହିଁରେ ଦୁବ ଅକ୍ଷତ ମିଶାଇ ଗଣେଶଙ୍କୁ 10 ଥରରେ 20ଟି ଦୁବ ଦିଅନ୍ତୁ। ଦେଇ ସାରି ଶ୍ରୀ ଗଣେଶଙ୍କ ମୁଖକୁ ଦେଖନ୍ତୁ ଏବଂ ଉଚ୍ଚକଣ୍ଠରେ ଗଂ ଗଣପତେ ନମଃ 54 ଥର କୁହନ୍ତୁ। ଆଜି 5 ତାରିଖ ଗୁରୁବାର ଅସୁସ୍ଥ ହେବେ। ମିଥୁନ ରାଶିର ଲୋକେ ଗୁରୁବାର ଦିନ ଅସୁସ୍ଥ ହେବେ। ଯକୃତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଯକୃତ, ଲିଭର, ଯିଏକି ପାଚକ ରସ ସୃଷ୍ଟି କରେ। ଆମ ବାଁ ପଟରେ ଅଛି କିଡ଼ନୀ ଉପରକୁ, ସେଥିରୁ ପିତ୍ତରସ ବାହାରେ। ସେଇ ରସ ଆମ ଖାଦ୍ୟ ହଜମ କରେ। ସେ ଆଜି ଖରାପ ହେବ, ମାନେ ଅଜୀର୍ଣ୍ଣ ରୋଗ ହେବ। ଆଜି ହାକୁଡ଼ି ଆସିବ, ପେଟ ଭଲ ରହିବନି। ପେଟ ଭଲ ରହିବନି ତ ଗଲା ଆଉ। ତେଣୁ ଆଜି ଯକୃତ ରୋଗ ହେବାର ସମ୍ଭାବନା ଅଛି। ଦେହ ଅସୁସ୍ଥ ରହିବ। ରାତି 10ଟା 55ରୁ ପୁନର୍ବସୁ ନକ୍ଷତ୍ରର ଅଧିକ ସମସ୍ୟା ଆସିବ। ବୁଝିପାରିଲେ ତ? ଆଜି ମିଥୁନ ରାଶି ପାଇଁ ଭଲ ଦିନ ନୁହଁ। ତେଣୁ ସେମାନେ ଗଣେଶଙ୍କର ଆରାଧନା କଲେ ଟିକେ ଭଲ। 54 ଥର ଉଚ୍ଚକଣ୍ଠରେ କହିବେ ଓଂ ଗଂ ଗଣପତେ ନମଃ। ହଁ ବନ୍ଧୁ, ଗୁରୁବାର କର୍କଟ ରାଶି ପାଇଁ ଭଲ ଦିନ। ଆସନ୍ତୁ କର୍କଟ କଥା ଶୁଣିବା। ଗୁରୁବାର ହେତୁ କର୍କଟ ରାଶି କି ମଙ୍ଗଳ, କାରଣ ଗୁରୁ କର୍କଟରେ ଉଚ୍ଚ। ଗୁରୁ କର୍କଟରେ ଉଚ୍ଚ। ଦିନଟି ଆର୍ଥିକ ଦିଗରୁ ଭଲ। ଏଣୁ ବୃହସ୍ପତିଙ୍କ ଆନୁକୂଲ୍ୟରୁ ଏ ରାଶିଧାରୀ ଜନତା ସମ୍ମାନିତ ହେବେ, ଆଉ ପ୍ରତିଷ୍ଠିତ ବି ହେବେ। ଧନାଗମ ଚେଷ୍ଟା ବଳରେ ବଢ଼ିଆ ହେବ। ଯିଏ ଯେତିକି ଖଟିବ ତାର ଠିକ୍ ସେତିକି ଲାଭ ହେବ। ଆୟ ରୋଜଗାର ଯଥେଷ୍ଟ ହେବ। ଶାରୀରିକ ସମସ୍ୟା ନାହିଁ। ପାରିବାରିକ କୁଶଳ ଖବର ଶୁଣି ଖୁସି ହେବେ। କୌଣସି ପ୍ରକାର ସମସ୍ୟା ଆଜି କର୍କଟ ରାଶିକୁ ହଇରାଣ ହରକତ କରିପାରିବ ନାହିଁ। ଖାଦ୍ୟ, ବସ୍ତ୍ର, ଅଳଙ୍କାର ଆଜି ନିଜ ରୋଜଗାର ଅନୁସାରେ, କର୍ମ ଅନୁସାରେ ଆଉ ଚିନ୍ତାଧାରା ଅନୁସାରେ ଠିକ୍ ଠାକ୍ ମିଳିବ। କର୍କଟ ରାଶି ପାଇଁ ଆଜି ଏକ ଶୁଭ ଦିନ। ତଥାପି ହେ କର୍କଟ ରାଶିର ବନ୍ଧୁଗଣ, ଗଣେଶଙ୍କୁ ଟିକେ ପୂଜା କରିବେ। ଓଂ ଗଂ ଗଣପତେ ନମଃ ମନ୍ତ୍ରରେ। ଚତୁର୍ଥୀ ତିଥି ପୁଣି ବର୍ଷ ପରେ ପଡ଼ିବ। ଗୋଟିଏ ବର୍ଷ ପାଇଁ ଗଣେଶଙ୍କର କରୁଣା ପାଇଲେ ଉପକୃତ ହେବା ନା।
ଆଜି ସିଂହ ରାଶି କଥା ଆଲୋଚନା କରିବାନି। ଆଜି ସଙ୍କଟ ଗଣେଶ ଚତୁର୍ଥୀ ତିଥି, ଏଇ ବ୍ରତ କରନ୍ତୁ ସିଂହ ରାଶି ମାନେ, ସଙ୍କଟ କଟିଯିବ। ଆଜି ସିଂହ ରାଶି ପାଇଁ ଟିକେ ସମସ୍ୟା କଥା, ବଡ଼ ଅସୁବିଧା ହେବ। ବିଭିନ୍ନ ପ୍ରକାର ସମସ୍ୟା ପରେ ସମସ୍ୟା ମାଡ଼ି ଆସିବ। ଏବଂ ସମସ୍ୟା କ'ଣ? ଆଜି ପକେଟ ମାରୁ ହୋଇଯାଇପାରେ। ବାହାରୁ ଗଲାବେଳେ ପ୍ୟାକେଟରେ ପଇସା ନେଇ ନଗଲେ ଭଲ, ଗଲେ ଭଲ। କିଛି ଡକାୟତ ଆଜି ପକେଟରୁ ନେଇଯାଇପାରନ୍ତି, ଚୋରି ହୋଇଯାଇପାରେ, ହଜିଯାଇପାରେ। ଆଉ ଯେଉଁଠି ରଖିଥିବା ଆମେ ଆମ ଚଷମା, କଲମ, ଅଣ୍ଟା ବନ୍ଧା ଫିତା ମାନେ ବେଲ୍ଟ, ସାର୍ଟ, ଗଞ୍ଜି ତାହା ଠିକ୍ ସମୟରେ ମିଳିବନି। ଏମିତି ଗୋଟିଏ ଗଣ୍ଡଗୋଳିଆ ଦିନ ଆଜି। ତଥାପି ଚୋରି ଭୟ ବେଶୀ ଅଛି। ତେଣୁ ଗଣେଶଙ୍କ ଶରଣାପନ୍ନ ହୁଅନ୍ତୁ ସିଂହ ରାଶିର ଲୋକେ। ଅସୁବିଧା ହେବ ଆଜି ଧନାଗମ ହେବ, ମନ ବିକଳ ହେବ, ଆଉ ଧନ ନାଶ ହେବାର ଯୋଗ ଅଛି। କେଉଁ ବାଟେ କେମିତି ହେଲେ ବି ଧନ ପଳେଇଯିବ, ଠକାମିର ଶିକାର ହେଇପାରନ୍ତି। ସବୁଆଡ଼େ ଟମାଟର କିଲୋ ହେଇଛି ଏବେ ଶସ୍ତା ହେଲାଣି, 10 ଟଙ୍କାରୁ 20 ଟଙ୍କା। ଆପଣ କେବେ ବଜାର ଯାଆନ୍ତିନି ବୋଧେ, ଆଉ ଶୁଣିଦେଲେ ଟମାଟର କେତେ 35 କିଣି ଆଇଲେ। ଘରେ ଆଜି ପହଞ୍ଚିଲା ବେଳକୁ ବାପା, ବୋଉ, ସ୍ତ୍ରୀ, ପିଲା ଯିଏ ଥିବେ, ଆରେ ଟମାଟର କାହିଁକି ଆଣିଲୁ? ଶସ୍ତା ହେଇଥିଲା, କେତେରେ ଆଣିଲୁ? 35। ଚଣ୍ଡାଳରେ, ବା 10 ଟଙ୍କାରେ ମୁଁ କାଲି ଆଣିଛି 5 କିଲୋ। ଗଲା ଠକାମିରେ ପଡ଼ିଲେ କି ନାହିଁ? ହଁ, ତେଣୁ ଆଜି ଟିକେ ହୁସିଆର ସିଂହ ରାଶି ମାନେ, ବଡ଼ ସମସ୍ୟା ହେବ। ଆଜି ଧନାଗମ ହେଲେ ବି ସମସ୍ତ କର୍ମଜୀବୀଙ୍କ ଇଚ୍ଛା ପୂରଣ ଧନ କରିପାରିବ ନାହିଁ। ସାମାନ୍ୟ ସମସ୍ୟାରୁ ଭୟଙ୍କର ଅଭାବ ସୃଷ୍ଟି ହେବ। ପ୍ରିୟ ଲୋକେ ଅତିଷ୍ଠ ହେବେ, ଆଉ ଆଶାରେ ରହିଯିବ। ତେଣୁ ସିଂହ ରାଶି ମାନେ ଆଜି ନିଜର ସୁରକ୍ଷା ପାଇଁ ଗଣେଶଙ୍କର ଶରଣାପନ୍ନ ହୁଅନ୍ତୁ, ଭଲ ହେବ। ଆଜି କନ୍ୟା ରାଶି ଆଲୋଚନା କରିବା। ଆଜି ଗୁରୁବାର 5 ତାରିଖ, କନ୍ୟା ରାଶିଙ୍କୁ ଆଜି ଆୟ ଅଳଙ୍କାର ମିଳିବ। କାରଣ ସୁନା ଶସ୍ତା ହେଲାଣି ନା, ଲଗାୟତ 5 ଦିନ ହେଲାଣି ସୁନା କମି ଚାଲିଛି, ରୂପା କମି ଚାଲିଛି। ଆଜି ସୁନା ବା ରୂପା ବା ଉଭୟର ଆଭୂଷଣ ଆଜି ମିଳିବ। କାହାକୁ? କନ୍ୟା ରାଶିକୁ। ଲଗାୟତ 5 ଦିନ ହେଲାଣି ସୁନା ଓ ରୂପାର ମୂଲ୍ୟ ହ୍ରାସ ହେଉଛି। ଆଜି ଗୁରୁବାର 5 ତାରିଖ ହେତୁ କନ୍ୟା ରାଶି ଲୋକେ କିଛି କିଣିବେ କି? ପ୍ରଶ୍ନ ଆସୁଛି, କିଛି କିଣିବେ କି? ଯଦି ଥିବ ମାଲ କିଣିବେ, ଆଉ କ'ଣ। କିନ୍ତୁ ନ କିଣିବା ଭଲ, କାରଣ ଏବେ କମୁଛି। ଆଉ ଟିକେ କମୁ ନା, କାଳେ ବଢ଼ିଯିବ ଭୟ ଅଛି କି? କାହିଁ, କ'ଣ ଦରକାର? ସୁନା ରୂପା ଏବେ ଦରକାର। ଜମା ବୃଥା ବ୍ୟୟ କରନ୍ତୁନି। ବାସ୍, ସୁନା ରୂପା କିଣିବେ କି? ବା ଆପଣଙ୍କୁ କିଏ ଆଜି ଉପହାର ରୂପେ ଆଭୂଷଣ ଦେଇପାରେ? ଆଜି ଶ୍ରୀଚନ୍ଦ୍ର, ଏଣୁ ଏଥିପାଇଁ ଆଜି ଆପଣଙ୍କୁ କିଛି ଅଳଙ୍କାର ଯୋଗ ଅଛି। ଶାରୀରିକ ସୁଖ ପାଇବେ, ମାନସିକ ଶାନ୍ତି ପାଇବେ, ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ, ଦାମ୍ପତ୍ୟ ସୁଖ ଅଛି। ପାରିବାରିକ, ମୌଳିକ, କୌଳିକ, ସାମାଜିକ ସବୁ କ୍ଷେତ୍ରରେ ଆନନ୍ଦ ଉପଭୋଗ କରିବେ ଆଜି କନ୍ୟା ରାଶିର ଲୋକେ। ତେଣୁ ତାଙ୍କୁ ଆଭୂଷଣ ମିଳିପାରେ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। ଆୟ ଅମଳ ଉଣା ହେବନି। ଖାଦ୍ୟପେୟ ସବୁ ଠିକ୍ଠାକ୍ ରହିବ। ଅସୁବିଧା କିଛି ନାହିଁ। କାହା ପାଇଁ? ଆପଣଙ୍କ ପାଇଁ। ଆପଣଙ୍କ କନ୍ୟା ରାଶି ପରା। ହଁ, ତୁଳା ରାଶି ଲାଗି ଆଜି ଗଣେଶ ପୂଜା ଅତି ଜରୁରୀ। ସଙ୍କଟ ମୋଚନ ଗଣେଶଙ୍କର ପୂଜା କଲେ ସବୁ ସଙ୍କଟ ଟଳିଯିବ। ଦିନଟି ଭଲ ନୁହେଁ। କାହା ପାଇଁ? ତୁଳା ରାଶି ପାଇଁ ଦିନଟି
ଭଲ ନୁହେଁ। ବ୍ୟୟ ବଢ଼ିଯିବ, ସ୍ୱାସ୍ଥ୍ୟ ହାନି ହେବାର ଯୋଗ ଅଛି, ରୋଗାକ୍ରାନ୍ତ ହୋଇପାରନ୍ତି, ବହୁ ଯନ୍ତ୍ରଣାରେ ଯନ୍ତ୍ରିତ ହେବେ। ଆଜି ଘାତବାର, ରାତି 10ଟା 10 ପରେ ବିଶାଖା ନକ୍ଷତ୍ରର ଅଶୁଭ ହେବ। ଆୟ ଅମଳ ମାନ୍ଦା ହେବ ବା ନ ହୋଇପାରେ। ଭାରି ମନ ଦୁଃଖ ଲାଗିବ। ତୁଳା ରାଶି ପାଇଁ ଆଜି ଆଦୌ ଭଲ ଦିନ ନୁହଁ। ଦେହ ଖରାପ ହେବ ଏବଂ ସେ ଖରାପ ଟିକେ ଖରାପ ଭଳିଆ ଖରାପ, ଭାରି ବାଧିବ। ଦେହ ମୁଣ୍ଡ ଯନ୍ତ୍ରିତ ହେବ, ବ୍ୟସ୍ତ ବିବ୍ରତ ହେବେ, ସମସ୍ୟା ପରେ ସମସ୍ୟା ଆସିବ। କର୍ମ କ୍ଷେତ୍ରକୁ ଯିବାକୁ ଇଚ୍ଛା ହେବନି, ତେଣୁ କିଛି ଆୟ ହୋଇନପାରେ। ଯାହା ହେବ ସେ କିଛି ନୁହଁ, ହ୍ୟାଣ୍ଡ ଟୁ ମାଉଥ। ବିଛା ରାଶିର ସମସ୍ତ କର୍ମଠ ଓ ଧର୍ମଜ୍ଞ ଜନତା ଆଜି ଗୁରୁବାର ଫେବୃଆରୀ 5 ତାରିଖ ଏତେ କର୍ମ ତତ୍ପର ରହିବେ ଯେ ନିଜ ଦେହ ମୁଣ୍ଡ କଥା ଭୁଲିଯିବେ। ବିଛା ରାଶିଙ୍କର ଆଜି କର୍ମଯୋଗ। କାମ 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 ପରେ ତ କାମ କରିଚାଲିବେ, ଖାଇବା ପିଇବା ଭୁଲିଯିବେ। ଆଉ ଏଇ ତ ଅସୁବିଧା। ଆଉ ଧୀର ପାଣି ପଥର କାଟେ, ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ଏଇଟା ଭୁଲିଲେ କେମିତି ହେବ? ଆଗେ ଦେହ ଚିନ୍ତା କର ବୋଉ, ଟିକେ ଦେହକୁ ଭଲ ପାଇ ଶିଖ, ନିଜକୁ ସମ୍ମାନିତ କର ଆଗେ। ଆରେ ନିଜେ ବଞ୍ଚିଲେ ସ୍ୱର୍ଗ ନର୍କ ସବୁ ପ୍ରକାର ଦର୍ଶନ ହେବ। କିନ୍ତୁ ଆଜି ବିଛା ରାଶି ଲୋକମାନେ ସମସ୍ତେ ଆଜି କର୍ମଠ, ଧର୍ମଜ୍ଞ। ଯେଉଁମାନେ କର୍ମଠ ଓ ଧର୍ମଜ୍ଞ, ସେମାନେ ଆଜି ନିଜ କାମକୁ ଭଲ ପାଇବେ, ସବୁ ପ୍ରକାର ଲାଭ ପାଇବେ। ଏତେ କର୍ମ ତତ୍ପର ରହିବେ ଯେ ନିଜ ଦେହ କଥା ଭୁଲିଯିବେ। କର୍ମାନୁସାରଂ ଫଳମ୍। ସୁତରାଂ କର୍ମ କ୍ଷେତ୍ର ଏମାନଙ୍କୁ ଆଜି ଧନ ମାନ ଆଦର ପ୍ରେମ ପ୍ରୀତି ସୁଖ ସବୁ ବାଣ୍ଟି ଦେବ। କର୍ମ କ୍ଷେତ୍ରରେ କ'ଣ ସବୁ ଥାଏ? ସବୁ ଥାଏ କର୍ମ ଯଦି ଠିକ୍। ଏଇଥିପାଇଁ କି ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ କହିନାହାନ୍ତି କର୍ମଣ୍ୟେବାଧିକାରସ୍ତେ, କର୍ମରେ ଆମ ଅଧିକାର ଅଛି। ଆମେ ଯିଏ ଯେଉଁ ପଦବୀରେ ଅଛେ, କର୍ମ କରୁଛେ, ଶ୍ରଦ୍ଧାରେ କାମ କଲେ, ଲାଞ୍ଚ ମିଛର ଆଶ୍ରା ନ କଲେ, ନ ଠକିଲେ, ସେଇ କର୍ମରୁ ଯେତିକି ମିଳିବ ତାହା ପୁଅ ନାତି ସମସ୍ତେ ପାଇବେ ଆଉ ସୁଖରେ ରହିବେ। ଯଦି ଭୁଲ କଲେ, କର୍ମରେ ଠକିଲେ, ବାପା ଧନ କ୍ଷମା ନାହିଁ। ହଁ, ଏଣୁ ଏହା ଜାଣି କର୍ମ ଯେଉଁ ବିଛା ରାଶିର ଲୋକେ ଆଜି କର୍ମ ଚଞ୍ଚଳ ରହିବେ, ସବୁ ସୁଖ ପାଇବେ, ଦେହ ସୁସ୍ଥ ରହିବ। ସଂସାର କ୍ଷେତ୍ରରୁ, ଦାମ୍ପତ୍ୟରୁ, ପରିବାରରୁ, ନିଜ କୌଳିକ ବୃତ୍ତିରୁ ସେମାନେ ନିଜ ମୌଳିକ ସୁଖ ପାଇବେ। ସବୁଥିରୁ ସେ ମୌଳିକ ସୁଖ, ସମସ୍ତଙ୍କର ସୁଖ ଅଲଗା ଅଲଗା। କିଏ କେଉଁଥିରୁ ସୁଖ ପାଏ କେବଳ ତା ମନ ଜାଣେ। ଆପଣ କହିପାରିବେନି। ଆପଣଙ୍କୁ କଦଳୀ ଭଲ ଲାଗେ, ମୋତେ ସେଓ ଭଲ ଲାଗେ, କିନ୍ତୁ ମଦନାକୁ ନା କଦଳୀ ନା ସେଓ, ତାକୁ ଟିକେ ଅଙ୍ଗୁର ଭଲ ଲାଗେ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏବେ ଧନୁ କଥା ଆଲୋଚନା କରିବା। ଧନୁ ରାଶିର ଲୋକେ ଗୁରୁବାର 5 ତାରିଖ ବିଜୟ ପତାକା ଉଡ଼େଇବେ। ମାନେ ଯଦି ସୈନ୍ୟବାହିନୀରେ ଅଛନ୍ତି ଧନୁରାଶି ଲୋକେ, ଆଜି ଶତ୍ରୁ ବିଜୟୀ ହେବେ, ସନ୍ତ୍ରାସବାଦୀଙ୍କର ଚେର କାଟିଦେବେ। ଯଦି ଆରକ୍ଷୀ ବାହିନୀରେ ଅଛନ୍ତି ଧନୁରାଶି ଲୋକେ, ସେ ଆଜି ଠକ ଗୁଣ୍ଡାଙ୍କୁ ସାବାଡ଼ କରିବେ। ଯଦି ସଂସାରରେ ଅଛନ୍ତି ଏହି ଧନୁରାଶି ଲୋକେ, ସେମାନେ ଦୁର୍ଦାନ୍ତ କଳହପ୍ରିୟ ଶତ୍ରୁମାନଙ୍କୁ, ପଡ଼ୋଶୀମାନଙ୍କୁ ସାବାଡ଼ କରିବେ ଆଜି। ମାନେ ମୋଟାମୋଟି ଆଜି ଧନୁରାଶିର ବିଜୟ ଦିନ। ସେ ଆଜି ବିଜୟୀ ହେବେ, ସବୁ କ୍ଷେତ୍ରରେ ବିଜୟୀ ହେବେ। କୃଷକ, ତାଙ୍କ ଯେଉଁ ଜମିରେ ଆମ ପୂର୍ବପୁରୁଷ ଫସଲ କରିପାରୁନଥିଲେ, ସେମାନେ ଫସଲ କରିଛନ୍ତି, ତାଙ୍କର ଆୟ ଭଲ ହେଇଥିବ। ଏଇ ବାଡ଼ିରେ ମେଣ୍ଢା ଡେଉଁଥିଲା, ଏଇ ବାଡ଼ିକି ସେମାନେ ମାସେ ହେଲା ଖଟି ଖାଟି ସଜାଡ଼ିଛନ୍ତି,
ଏବେ ଦେଖୁଛନ୍ତି ସେଇ ବାଡ଼ିରେ ସବୁ ଫସଲ ହେଇଛି। ବିଜୟୀ ହେବେ ସମସ୍ତେ। ଆଜି ଗୃହିଣୀ ରୋଷେଇରେ ନିନ୍ଦା ପାଉଥିଲେ, ଆଜି ତାଙ୍କ ରୋଷେଇ ବଢ଼ିଆ ହେବ ଯଦି ସେ ଧନୁରାଶିର ହେଇଥିବେ। ମୋଟାମୋଟି ଆବାଳ ବୃଦ୍ଧ ବନିତା ସମସ୍ତ ଧନୁରାଶି ଆଜି ବିଜୟ ପତାକା ଉଡ଼େଇବେ। ମଙ୍ଗଳ 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 ହେବ। ଧନୁ ରାଶିର ଲୋକେ ଗୁରୁବାର 5 ତାରିଖ ବିଜୟ ପତାକା ଉଡ଼ାଇବେ। ଯଦି ଏ ଜନତା ସୈନିକ ତେବେ ସନ୍ତ୍ରାସବାଦୀଙ୍କ ଉପରେ ଦମନ ଲୀଳା ଚଳାଇ ବିଜୟୀ ହେବେ। ଯଦି ଆରକ୍ଷୀ ତେବେ ଗୁଣ୍ଡାମାନଙ୍କୁ ଶାସନ କରିବେ। ଯଦି ସାଧାରଣ ସଂଗ୍ରାମୀ ଗ୍ରାମ୍ୟ ବା ସହରୀ ଶତ୍ରୁଙ୍କୁ ଉଚିତ ଶିକ୍ଷା ଦେବେ। ଯଦି ସନ୍ନ୍ୟାସୀ ତେବେ ଇନ୍ଦ୍ରିୟମାନଙ୍କ ଉପରେ ବିଜୟ ଲାଭ କରିବେ। ଯଦି ସମାଜ ସଂସ୍କାରକ ତେବେ କୁସଂସ୍କାର ଉପରେ ନିଶ୍ଚୟ ବିଜୟୀ ହେବେ। ଆଜି ଦେହ ଓ ମନ ଠିକ୍ ଠାକ୍ ରହିବ। ଭୋଜନ ଶୟନ ପଠନ ଦାନ ଏଇଭଳି ଦେବଦର୍ଶନ ଭାଷଣ ପୂଜନ ଆଦିରେ ଅସୁବିଧା ହେବନି। ଆଜି ଧନୁ ରାଶିର ମହିଳାମାନଙ୍କର ଘାତ ଚନ୍ଦ୍ର। ଏତେ ଭିତରେ ଟିକିଏ ଧନୁ ରାଶି ମହିଳାଙ୍କର ଆଜି ଘାତ ଚନ୍ଦ୍ର। ହେ ଧନୁ ରାଶିର ମା ଭଉଣୀମାନେ ସାବଧାନ, କେଉଁଠି କଟି କାଟି ଯିବ, ରକ୍ତଧାର ବୋହିଯିବ, ହୁସିଆର। ମକର ରାଶି ପାଇଁ ଗୁରୁବାର 5 ତାରିଖ ଦୁଶ୍ଚିନ୍ତା ଗ୍ରାସ କରିବ। ଦୁଶ୍ଚିନ୍ତାରେ ଘାରି ହେବେ। ନିଜେ କରିଥିବା ଦୋଷ ଯୋଗୁଁ ଧରା ପଡ଼ିଯିବା ଭୟରେ ଲୁଚିବେ। ଆଜି ରାଜଦୋଗ ଅଛି, ରାଜଦଣ୍ଡ ଅଛି। ଯଦି ଯିଏ ଚୋର ଥିବେ ସିଏ ଆଜି ଛାନିଆରେ ଲୁଚିବେ, କାଳେ ପୋଲିସ ଦେଖିଦେବ କି। ଆଜି ସେମାନଙ୍କ ପାଇଁ ଯେଉଁମାନେ ଲାଞ୍ଚୁଆ ମିଛୁଆ ଅଫିସର ଥିବେ ଆଜି ସେମାନେ ଧରପଗଡ଼ରେ ଧରା ପଡ଼ିଯିବେ, ସାବଧାନ। ତେଣୁ ମକର ରାଶିର ଲୋକେ ଗୁରୁବାର 5 ତାରିଖ ଦୁଶ୍ଚିନ୍ତାରେ ଘାରି ହେବେ। ନିଜେ କରିଥିବା ଦୋଷ ଯୋଗୁଁ ଧରା ପଡ଼ିଯିବା ଭୟରେ ଆତଙ୍କିତ ହୋଇପାରନ୍ତି। ଅପମାନିତ ନିଶ୍ଚୟ ହେବେ। ଦେହ ଠିକ୍ ରହିବ ନାହିଁ, ମନ ବିଚଳିତ ହେବ। ଏଣୁ କୌଣସି କାର୍ଯ୍ୟ ସୁଚାରୁ ରୂପେ କରିପାରିବେନି ମକର ରାଶି ଲୋକେ। ଏଇଥିପାଇଁ ତ କୁହାହେଇଛି ସଙ୍କଟ ମୋଚନ ସଙ୍କଟ ନାଶନ ଲମ୍ବୋଦର ବକ୍ରତୁଣ୍ଡ ବିନାୟକଙ୍କର ପୂଜା କରିବା ପାଇଁ। ଆଜି ଗୁରୁବାର, ସବୁ ଚିନ୍ତା ଛାଡ଼ି ଟିକେ ଗଣେଶଙ୍କର ପୂଜା କରନ୍ତୁ କହିଲି। ନାଲି ଚନ୍ଦନ ଘୋରିବେ, କର୍ପୂର ପକାଇବେ, ଅଗୁରୁ ପକାଇବେ, ଦୁବ ଅରୁଆ ଚାଉଳ ମିଶାଇବେ। ଦିଟା କରି 2ଟା ଅକ୍ଷତ 2ଟା ଅରୁଆ ଚାଉଳ ଗଣେଶଙ୍କ ଛାତିରେ ଲଗାଇବେ ଓ ତାଙ୍କ ମୁହଁକୁ ଦେଖିବେ। କିଛି ସମୟ ପରେ କହିବେ 54 ଥର ଓಂ ଗଂ ଗଣପତେ ନମଃ। ନହେଲେ ଆଜି ମକର ରାଶିର ରକ୍ଷା ନାହିଁ। ଏବେ କୁମ୍ଭ କଥା ଶୁଣିବା। ଗୁରୁବାର 5 ତାରିଖ କୁମ୍ଭ ରାଶିର ଘାତ ବାର। ଏଣୁ ସାବଧାନ, କୁମ୍ଭ ରାଶିର ଘାତ ବାର। ଆଜି ଧନରେ ସେମାନେ ତାଲା ପକାଇ ପାରନ୍ତି। ଧନ ଘରେ ଆଜି 17 ତାଲା 18 ଗଣ୍ଠି ପକାଇ ସଯତ୍ନେ ରଖିଲେ ଭଲ। କୁମ୍ଭ ରାଶି ଲୋକମାନେ ଯେଉଁଠି ଧନ ରଖିଛନ୍ତି ସେ ଘରେ 17 ତାଲା 18 ଗଣ୍ଠି ପକାନ୍ତୁ, ମାନେ ପଳେଇବ ଧନ, ଆଜି ପଳେଇବ, ସାବଧାନ। ପକେଟ ମାରୁ ହୋଇପାରେ, ସଯତ୍ନେ ରଖିଲେ ଭଲ। ଆଜି ଏହି ଜନତାଙ୍କର ଧନ ଚୋରି ଭୟ ଅଛି। ପକେଟରୁ କିଛି ଖସି ପଳେଇଯିବ ଏବଂ ହଜିଯାଇପାରେ, ବା ଏପରିକି ନିଜ ପିଲା ବା ପ୍ରିୟ ଲୋକ ସେ ଧନ ନେଇଯାଇପାରନ୍ତି। ପୁଣି ଆଜି ଆବଶ୍ୟକୀୟ କଲମ, ଚଷମା, ରୁମାଲ, ବେଲ୍ଟ ହେପାଜତରେ ରଖନ୍ତୁ, ନହେଲେ ଠିକ୍ ସମୟରେ ମିଳିବନି। ରାତି 10ଟା 10 ପରେ
ପୂର୍ବଭାଦ୍ର ନକ୍ଷତ୍ରର ବିଶେଷ ହାନି ହେବ। ଆଜି ଅସୁସ୍ଥ ହେବେ, ବହୁ ଯନ୍ତ୍ରଣା ଭୋଗିବେ। କାଲି ପେପରରେ ବାହାରିନି ଗୋଟେ କଥା, ମୋମୋ ଖାଇବା ପାଇଁ ପିଲାଟିଏ ଘରୁ ସବୁ ସ୍ୱର୍ଣ୍ଣ ଅଳଙ୍କାର ନେଇଯାଇ 3 ଜଣ ମୋମୋ ବ୍ୟବସାୟୀଙ୍କୁ ଦେଇଛନ୍ତି। ଘରେ ସୁନା ଭରପୁର ଥିଲା, 85 ଗ୍ରାମର ସୁନା। ତାକୁ ସେ ପିଲା ମୋମୋ ଖାଇବା ପାଇଁ ଆଲମାରିରୁ ଦେଇଛି। ମାନେ ଏଇଭଳି ଆଜି କୁମ୍ଭ ରାଶିର ଧନହାନି ଯୋଗ ଅଛି, କେଉଁ ବାଟେ କେମିତି ବି ଚାଲିଯିବ। ଏଣୁ କୁମ୍ଭ ରାଶିର ଲୋକେ ଯେଉଁଠି ସୁନା ଧନ ରୂପା ରଖିଛନ୍ତି ତାକୁ ତାଲା ଫାଲା ପକେଇ ହୁସିଆର ରଖନ୍ତୁ, ନହେଲେ ନିଜ ଲୋକ ବି ନେଇଯିବେ। ଏବେ ଦେଖିବା ମୀନ କଥା। ମୀନ ରାଶି କଥା କ'ଣ ନା, ସେମାନେ ଗୁରୁବାର 5 ତାରିଖ ଦିନ ଭଲ କମ୍ ଖଟିବେ ଆଉ ବେଶୀ ପାଇବେ। ଅଳ୍ପ ଖଟଣିରେ ବହୁତ ଲାଭ। ଯାହା ପାଇବେ ତାହା ସିଏ ଆଗରୁ ଚାହୁଁନଥିଲେ। ଆଉ ଗୋଟେ ଜିନିଷ ମନେକର, ବ୍ୟବସାୟୀ ଗୋଟେ ଜିନିଷ ମାନେ ଗ୍ଲୋଭ୍, ବହି ଦୋକାନୀ ଗ୍ଲୋଭ୍ଟେ କିଣି ରଖିଛନ୍ତି ଆସିକିରି 6 ମାସ ହେଲାଣି। ସେଥିରେ ଖର୍ଚ୍ଚ ହେଇଛି କିଛି ଟଙ୍କା 500 ଖର୍ଚ୍ଚ ହେଇଛି, ବିକ୍ରି ହେଉନି। ହଠାତ୍ କେହି ଗୋଟେ ଆସିକି ଆଜ୍ଞା ଗ୍ଲୋଭ୍ ଅଛି, ହଁ ସେ ଦୋକାନୀ କ'ଣ ଏତେ ଦାମ କହିଲା, ଆପଣ କେତେ କହିଲା ସିଏ? ନା ସେ କହିଲା କ'ଣ 1500 ନେବ? ଏତେ କହିଲା? ଆପଣ କେତେ? ଆମେ 1300 ଦେଉଛୁ। ସେ 1300 ନେଇଗଲା। 300 କିଣିଥିଲେ, 1000 ଲାଭ। ମାନେ ଆଜି ଏତେ ଲାଭ ହେବ ଆଶା କରିନଥିବେ। ହଁ, ବହୁ ଜିନିଷ ଆଜି ଆପଣଙ୍କର ବିକ୍ରି ହେବ ବ୍ୟବସାୟ କ୍ଷେତ୍ରରେ। ସେମିତି ଚାଷୀ, ମୂଲିଆ, କର୍ମଚାରୀ, ଗୃହସ୍ଥ, ସନ୍ନ୍ୟାସୀ ସମସ୍ତଙ୍କର ଆଜି ଲାଭ ଲାଭ ଲାଭ। ସେ ଚାହୁଁନଥିଲେ ରୁଚିକର ଖାଦ୍ୟ, ସୁଖଦାୟୀ ନିଦ୍ରା ଆଜି ତାଙ୍କୁ ଆନନ୍ଦ ଦେବ। ସେମାନଙ୍କୁ ଭଲ ସୁଖ ମିଳିବ, ଅନ୍ତରଙ୍ଗ ବନ୍ଧୁ ମିଳିବେ, ସଂଳାପୀ ଜୀବନସାଥୀ ମିଳିବେ। ଭାବ ବିନିମୟର ସମୟ ଅଛି, ସମସ୍ୟା କିଛି ନାହିଁ। ସମସ୍ତ ବୃତ୍ତିଜୀବୀ ଆଜି ମନ ଲାଖି ଆୟ କରିବେ। ଦେହ ମୁଣ୍ଡ ଠିକ୍ଠାକ୍ ରହିବ। ଆଉ ଘରଜନ ଆଉ ପରଜନ ସମସ୍ତେ ପ୍ରେମ କରିବେ, ଆନନ୍ଦିତ ହେବେ। ବାବୁ ତମେ ଆସିଛ, କେତେ ଖୁସି ଲାଗୁଛି କହିଲ। ତମକୁ ମୁଁ ବହୁତ ଦିନ ହେଲା ଖୋଜୁଛି। ତମ ଫୋନ୍କୁ ମୁଁ ଫୋନ୍ କଲେ ବି ତୁମେ ଫୋନ୍ ଉଠାଉନ, ମୋତେ ଭାରି କଷ୍ଟ ହେଉଛି। ବୋଧେ ଫୋନ୍ଟି ତୁମ ପାଖରେ ରହୁନି। ଏଇଭଳି ଘରଜନ ଓ ପରଜନ ସମସ୍ତେ ଆଦର କରିବେ। ବନ୍ଧୁ, ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଯେ ଆମ ସମସ୍ତଙ୍କର ଦିନଟି ସୁଖରେ ଯାଉ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁର୍ଭାଗ୍ୟଂ ଭବେତ୍। ନମସ୍କାର।